ନିହିମିଆ ଅଧ୍ୟାୟ 8। ପୁଣି ସମସ୍ତ ଲୋକ ଏକ ବ୍ୟକ୍ତିତୁଲ୍ୟ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ। ଆଉ ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକଙ୍କୁ କହିଲେ। ତହିଁରେ ସପ୍ତମ ମାସର ପ୍ରଥମ ଦିନରେ ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା ପୁସ୍ତକ ଆଣିଲା। ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲା। ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଆଉ ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଷ୍ଠମୟ ମଞ୍ଚା ଉପରେ ଠିଆ ହେଲା। ଆଉ ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତ୍ତଥିୟ ଓ ସେମା ଓ ଅନାୟ ଓ ଉରିୟ ଓ ହିଲ୍କିୟ ଓ ମାସେୟ ଠିଆ ହେଲେ। ପୁଣି ତାହାର ବାମ ପାର୍ଶ୍ୱରେ ପଦାୟ ଓ ମିସାଏଲ ଓ ମଲ୍କିୟ ଓ ହସୁମ ଓ ହସବାଦାନା ଜିଖରିୟ ଓ ମସୁଲମ ଠିଆ ହେଲେ। ଏଉତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲା, କାରଣ ସେ ସମସ୍ତ ଲୋକଙ୍କ ଊର୍ଦ୍ଧ୍ୱରେ ଠିଆ ହୋଇଥିଲା। ପୁଣି ସେ ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ତେଣୁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲା। ପୁଣି ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍ ଆମେନ୍ ବୋଲି ଉତ୍ତର କଲେ। ଆଉ ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ଆହୁରି ଜେସୁୟ ଓ ବାନି ଓ ସେରେବିୟ, ଜାମିନ୍, ଅକ୍କବ, ସଦଥିୟ, ହୋଦିୟ, ମାସେୟ, କଲିଟ୍, ଅସରିୟ, ଯୋସାବଦ, ହାନନ୍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ। ଆଉ ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ପୁଣି ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ। ତହୁଁ ଲୋକମାନେ ପଠନ ବୁଝିଲେ। ପୁଣି ଶାସନକର୍ତ୍ତା ନିହିମିଆ ଓ ଅଧ୍ୟାପକ ଏଜ୍ରା ଯାଜକ ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜ ଦିନ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ ନ କର କି ରୋଦନ ନ କର, କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ଆଉ ସେ ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକ୍କଣ ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ ଅଂଶ ପଠାଅ, କାରଣ ଆଜି ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମେମାନେ ଦୁଃଖିତ ନ ହୁଅ, ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ଏହି ରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, ନୀରବ ହୁଅ, ଆଜି ପବିତ୍ର ଦିନ, ତୁମ୍ଭେମାନେ ଦୁଃଖିତ ନ ହୁଅ। ଏଉତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟ ସବୁ ବୁଝିବାରୁ ସେ ସମସ୍ତେ ଭୋଜନପାନ କରିବାକୁ ଓ ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ। ପୁଣି ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନ ବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଅଧ୍ୟାପକ ନିକଟରେ ଏକତ୍ରିତ ହେଲେ। ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖାଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ ସନ୍ତାନଗଣ ପତ୍ର କୁଟୀରରେ ବାସ କରିବେ। ପୁଣି ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଜିରୁସାଲେମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା ତୁମ୍ଭେମାନେ ଲିଖନାନୁସାରେ ପତ୍ର କୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜିତ ଶାଖା ଓ ବନ୍ୟ ଜିତ ଶାଖା ଓ ମେହେନ୍ଦୀ ଶାଖା ଓ ଖର୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ। ତହିଁରେ ଲୋକମାନେ ବାହାରକୁ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରାଇମ୍ ଦ୍ୱାରର ଛକରେ ନିର୍ମାଣ କଲେ। ପୁଣି ବନ୍ଦିତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ର କୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୁନର ପୁତ୍ର ଜେସୁୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସେପରି କରିନଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା। ଆହୁରି ସେ ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ
ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲା। ପୁଣି ଲୋକମାନେ 7 ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ବିଧାନାନୁସାରେ ଅଷ୍ଟମ ଦିନ ମହାସଭା ହେଲା। ନିହିମିଆ ଅଧ୍ୟାୟ 9। ସେହି ମାସର ଚତୁର୍ବିଂଶ ଦିନରେ ଇସ୍ରାଏଲ ସନ୍ତାନଗଣ ଉପବାସ କରି ଅଖା ପିନ୍ଧି ଓ ଆପଣା ଆପଣା ଉପରେ ମାଟି ଦେଇ ଏକତ୍ରିତ ହେଲେ। ଆଉ ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କଲେ। ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପିତୃଲୋକଙ୍କର ଅପରାଧ ସ୍ୱୀକାର କଲେ। ପୁଣି ସେମାନେ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପ୍ରଣାମ କଲେ। ଆଉ ଜେସୁୟ ଓ ବାନି, କଦ୍ମିଏଲ, ସବନୀୟ, ବୁନି, ସେରେବିୟ, ବାନି ଓ କନାନୀ ଲେବୀୟମାନଙ୍କ ପାବଛରେ ଠିଆ ହୋଇ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ଉଚ୍ଚୈଶ୍ୱରରେ କ୍ରନ୍ଦନ କଲେ। ଜେସୁୟ ଓ କଦ୍ମିଏଲ, ବାନି, ହସବନୀୟ, ସେରେବିୟ, ହୋଦିୟ, ସବନୀୟ ଓ ପଥାହିୟ ଏହି ଲେବୀୟମାନେ କହିଲେ, ଉଠ, ଅନାଦି କାଳରୁ ଅନନ୍ତ କାଳ ସ୍ଥାୟୀ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ପୁଣି ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ। ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେ ସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି। ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ଅବ୍ରାହ୍ମକୁ ମନୋନୀତ କଲ ଓ କଲଦୀୟମାନଙ୍କୁ ଉର୍ ଦେଶରୁ ତାହାକୁ ବାହାର କରି ଆଣି ଅବ୍ରାହ୍ମ ନାମ ଦେଲ। ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ। ପୁଣି କିଣାନୀୟ, ହିତୀୟ, ଇମୋରୀୟ ଓ ପରିସୀୟ ଓ ଜିବୁସୀୟ ଓ ଗିର୍ଗାସୀୟ ଲୋକମାନଙ୍କ ଦେଶ ଦେବାକୁ ଅର୍ଥାତ୍ ତାହାର ବଂଶକୁ ଦେବାପାଇଁ ତାହା ସଙ୍ଗେ ନିୟମ କଲ। ପୁଣି ଆପଣା ବାକ୍ୟ ସଫଳ କରିଅଛ, କାରଣ ତୁମ୍ଭେ ଧର୍ମମୟ। ଅନନ୍ତର ତୁମ୍ଭେ ମିଶ୍ର ଦେଶରେ ଆମ୍ଭ ପିତୃପୁରୁଷଗଣର କ୍ଲେଶ ଦେଖିଲ ଓ ସୁଫସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ। ପୁଣି ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ, କାରଣ ମିଶ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ। ପୁଣି ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗମନ କଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ। ଆହୁରି ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ। ମଧ୍ୟ ତୁମ୍ଭେ ସିନାଇ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ। ଆଉ ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ବ୍ୟବସ୍ଥା ଆଦେଶ କଲ। ପୁଣି ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲ। ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବାପାଇଁ ହସ୍ତ ଉଠାଇଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲ। ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ଆଉ ପାଳିବାକୁ ଅସମତ ହେଲେ। କିଏ ବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲ ନାହିଁ। ମାତ୍ର ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ। ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। ହଁ, ଯେତେବେଳେ ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କଲେ ଓ ଯେଉଁ ଦେବତା ତୁମ୍ଭକୁ ମିଶ୍ର ଦେଶରୁ ବାହାର କରି ଆଣିଲେ ସେ ଏହା କହି ମହାବିରକ୍ତିଜନକ କାର୍ଯ୍ୟ କଲେ, ସେତେବେଳେ ତୁମ୍ଭେ
ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ। ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ କିମ୍ବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ। ତୁମ୍ଭେ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ। ସେମାନଙ୍କର କିଛି ଅଭାବ ହେଲା ନାହିଁ, ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ। ଆହୁରି ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତହୁଁ ସେମାନେ ସିହୋନ ଦେଶ ଅର୍ଥାତ୍ ହିସବୋନ ରାଜାର ଦେଶ ଓ ବାସନର ଓଗ୍ ରାଜାର ଦେଶ ଅଧିକାର କଲେ। ଆହୁରି ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁ ସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ। ଏହି ରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକି ସେମାନଙ୍କ ହସ୍ତରେ ସମର୍ପଣ କଲ। ତହିଁରେ ସେମାନେ ପ୍ରାଚୀର ବେଷ୍ଟିତ ନଗର ସକଳ ଓ ଉର୍ବରା ଭୂମି ନେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ। ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ। ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ। ଆଉ ତୁମ୍ଭର ଯେଉଁ ଭବିଷ୍ୟତବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କ ବିପକ୍ଷରେ ସାକ୍ଷ୍ୟ ଦେଲେ, ସେମାନଙ୍କୁ ବଧ କଲେ ଓ ମହାବିରକ୍ତିଜନକ କାର୍ଯ୍ୟ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷ ଗଣ ହସ୍ତରେ ସମର୍ପଣ କରନ୍ତେ ସେମାନେ ସେମାନଙ୍କୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆଉ ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ। ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ। ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କରନ୍ତେ ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆଉ ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ। ପୁଣି ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥା ରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲ। ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ। ମାତ୍ର ଯାହା ପାଳିଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ। ପୁଣି ସ୍କନ୍ଧ ଘୁଞ୍ଚାଇ ନେଲେ ଓ ଆପଣା ଆପଣା ଗ୍ରୀବା ଶକ୍ତ କଲେ ଓ ଶୁଣିବାକୁ ଅସମତ ହେଲେ। ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କ କଥା ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟତ ବକ୍ତାଗଣ ଦେଇ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ। ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କ ହସ୍ତରେ ସମର୍ପଣ କଲ। ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ, କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ। ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅସୁରୀୟ ରାଜଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟତ ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଲେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ। ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ, କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ। ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। ପୁଣି ଆମ୍ଭମାନଙ୍କ ରାଜଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରିନାହାନ୍ତି, କିମ୍ବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲ, ତହିଁରେ କର୍ଣ୍ଣପାତ କରିନାହାନ୍ତି। ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ
ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରିନାହାନ୍ତି, କିମ୍ବା ଆପଣା ଆପଣା ଦୁଷ୍କର୍ମରୁ ଫେରିନାହାନ୍ତି। ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। ଆଉ ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ପନ୍ନ କରୁଅଛି ମଧ୍ୟ। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭେମାନେ ମହାକ୍ଲେଶରେ ଅଛୁ। ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ। ଆଉ ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି। ନିହମିଆ ଅଧ୍ୟାୟ 10। ମୋହରାଙ୍କନକାରୀମାନଙ୍କର ନାମ ଏହି, ଯଥା ହକ୍ଲିୟର ପୁତ୍ର ନିହମିଆ ଶାସନକର୍ତ୍ତା ଓ ସିଦିକିୟ, ସରାୟ, ଅସର୍ୟ, ଜିରିମିୟ, ପଶହୁର, ଅମରିୟ, ମଲ୍କିୟ, ହଟୁସ୍, ଶବନ୍ୟ, ମଲ୍ଲୁକ, ହାରିମ୍, ମରେମୋତ, ଓବଦ୍ୟ, ଦାନିଏଲ, ଗିନୋଥୋନ, ବାରକ, ମଶୁଲମ, ଅବିୟ, ମିଆମିନ୍, ମାସିୟ, ବିଲ୍ଗୟ, ସମୟ, ଏମାନେ ଯାଜକ ଥିଲେ। ଆଉ ଲେବୀୟଗଣ ଯଥା ଅସନ୍ୟର ପୁତ୍ର ଜେସୁୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନୁଇ ଓ କଦ୍ମିଏଲ, ପୁଣି ସେମାନଙ୍କର ଭ୍ରାତୃଗଣ ଶବନୀୟ, ହୋଦିୟ, କଲିଟ, ପଲାୟ, ହାନନ, ମିଖା, ରହବ, ହସବୀୟ, ସକୁର, ସେରେବୀୟ, ଶବନୀୟ, ହୋଦିୟ, ବାନି, ବନାନୁ। ଲୋକମାନଙ୍କର ପ୍ରଧାନ ବର୍ଗ ଯଥା ପରିୟସ, ପହତ ମୋୟାବ, ଏଲମ, ସତୁ, ବାନି, ବୁନି, ଅସଗଦ, ବେବୟ, ଅଦନୀୟ, ବିଗବୟ, ଆଦିନ, ଆଟେର, ହିଜିକିୟ, ଅସୁର, ହୋଦିୟ, ହସୁମ, ବେତ୍ସୟ, ହାରିଫ, ଅନାଥୋତ, ନୋବୟ, ମକପିୟସ, ମଶୁଲମ, ହେସିର, ମଶେସବେଲ, ସାଦକ, ଜିଦୁୟ, ପଲାଟିୟ, ହାନନ, ଅନାୟ, ହୋସେୟ, ହନାନୀୟ, ହସୁବ, ହୋଲେହେସ, ପିଲ୍ହ, ସୋବେକ, ରହୁମ, ହସବନା, ମାସେୟ, ପୁଣି ଅହିୟ, ହାନନ, ଅନାନ, ମଲ୍ଲୁକ, ହାରିମ, ବାନା। ପୁଣି ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥିନୀୟମାନେ ଓ ଯେ ସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ କରି ପରମେଶ୍ୱରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ। ସେମାନେ ଆପଣମାନଙ୍କ ଭ୍ରାତୃଗଣ, ଆପଣମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ୱରଙ୍କ ଦାସ ମୋଶାଙ୍କ ଦ୍ୱାରା ଦତ୍ତ ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗ ପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ। ଆଉ କହିଲେ, ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣମାନଙ୍କ କନ୍ୟାଗଣ ଦେବୁ ନାହିଁ, କିମ୍ବା ଆପଣମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ। ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ଦିନରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ିଦେବୁ। ଆହୁରି ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ, ଅର୍ଥାତ୍ ଦର୍ଶନୀୟ ରୋଟିର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମବାରର, ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତିବର୍ଷ 1 ସେକଲର ତୃତୀୟାଂଶ ଦାନ କରିବା ଭାର ଆପଣମାନଙ୍କ ଉପରେ ନେବାର ବିଧାନ କଲୁ। ପୁଣି ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦୀ ଉପରେ ଜଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭେମାନେ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠ ଦାନ ବିଷୟରେ ଗୁଲିବାଣ୍ଟ କଲୁ।
ଆହୁରି ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ପୁଣି ଆମ୍ଭମାନଙ୍କ ଚକଟା ମଇଦାର ଅଗ୍ନିମାଂସ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହର କୋଠରୀକି ଆଣିବା ପାଇଁ ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି ନଗରରେ ଦଶମାଂଶ ଆଦାୟ କରନ୍ତି। ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ଗୃହସ୍ଥିତ ଭଣ୍ଡାର କୋଠରୀକି ଦଶମାଂଶର ଦଶମାଂଶ ଆଣିବେ। କାରଣ ପବିତ୍ର ସ୍ଥାନର ପାତ୍ର ସବୁ ଓ ପରିଚାରକ ଯାଜକମାନେ ଆଉ ଦ୍ୱାରପାଳମାନେ ଓ ଗାୟକମାନେ ଯେଉଁ ସବୁ କୋଠରୀରେ ଥାଆନ୍ତି, ସେଠାକୁ ଇସ୍ରାଏଲ ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ। ପୁଣି ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ। ନିହମିଆ ଅଧ୍ୟାୟ 11। ପୁଣି ଲୋକମାନଙ୍କ ଅଧିପତି ବର୍ଗ ଜିରୁସାଲେମରେ ବାସ କଲେ ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଜିରୁସାଲେମରେ ବାସ କରିବା ନିମନ୍ତେ ପ୍ରତି 10 ଜଣ ମଧ୍ୟରୁ 1 ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ 9 ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଳିବାଣ୍ଟ କଲେ। ଆଉ ଯେଉଁମାନେ ଜିରୁସାଲେମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶର ଏହି ପ୍ରଧାନ ବର୍ଗ ଜିରୁସାଲେମରେ ବାସ କଲେ। ମାତ୍ର ଜିହୁଦାର ନାନା ନଗରରେ ଲୋକମାନେ ଅର୍ଥାତ୍ ଇସ୍ରାଏଲ ଯାଜକମାନେ ଓ ଲେବୀୟମାନେ ଓ ନଥିନୀୟମାନେ ଓ ସଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଜିରୁସାଲେମରେ ବାସ କଲେ। ଜିହୁଦାର ସନ୍ତାନଗଣ ମଧ୍ୟରୁ ଉସିୟର ପୁତ୍ର ଅଥାୟ, ସେହି ଉସିୟ ଜିଖରିୟର ପୁତ୍ର, ଜିଖରିୟ ଅମରିୟର ପୁତ୍ର, ଅମରିୟ ସଫଟିୟର ପୁତ୍ର, ସଫଟିୟ ମହଲେଲର ପୁତ୍ର, ମହଲେଲ ପେରସ୍ ସନ୍ତାନଗଣ ମଧ୍ୟରୁ ଜଣେ। ଆଉ ବାରୁକର ପୁତ୍ର ମାସେୟ, ସେହି ବାରୁକ କଲହୋସିର ପୁତ୍ର, କଲହୋସି ହସାୟର ପୁତ୍ର, ହସାୟ ଅଦାୟର ପୁତ୍ର, ଅଦାୟା ଜୟାରିବ୍ର ପୁତ୍ର, ଜୟାରିବ୍ ଜିଖରିୟର ପୁତ୍ର, ଜିଖରିୟ ସିଲୋନିର ପୁତ୍ର। ପେରସ୍ର ସନ୍ତାନ ସର୍ବସୁଦ୍ଧା 468 ଜଣ ବୀର ପୁରୁଷ ଜିରୁସାଲେମରେ ବାସ କଲେ। ବିନ୍ୟାମିନର ସନ୍ତାନଗଣ ଯଥା ମସୁଲମର ପୁତ୍ର ସଲୁ, ସେହି ମସୁଲମ ଜୋଏଦର ପୁତ୍ର, ଜୋଏଦ ପଦାୟର ପୁତ୍ର, ପଦାୟ କୋଲାୟର ପୁତ୍ର, କୋଲାୟ ମାସେୟର ପୁତ୍ର, ମାସେୟ ଇଥିଏଲର ପୁତ୍ର, ଇଥିଏଲ ଜିସାହର ପୁତ୍ର। ପୁଣି ତାହାଛଡ଼ା ଗଦୟ, ସଲୟ ଆଦି 928 ଜଣ। ଆଉ ଶିଖ୍ରିର ପୁତ୍ର ଜୋଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟର ପୁତ୍ର ଜିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା। ଯାଜକମାନଙ୍କ ମଧ୍ୟରୁ ଯଥା ଜୟାରିବ୍ର ପୁତ୍ର ଜିଦୟ, ଜାଖିନ୍, ହିଲ୍କିୟର ପୁତ୍ର ସରାୟ, ସେହି ହିଲ୍କିୟ ମସୁଲମର ପୁତ୍ର, ମସୁଲମ ସାଦକର ପୁତ୍ର, ସାଦକ ମରାୟତର ପୁତ୍ର, ମରାୟତ ଅହିଟୁବ୍ର ପୁତ୍ର, ଅହିଟୁବ୍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା। ଗୃହର କର୍ମକାରୀ ସେମାନଙ୍କର ଭ୍ରାତୃଗଣ 822 ଜଣ ଥିଲେ। ପୁଣି ଜିରୋହମର ପୁତ୍ର ଅଦାୟା, ସେହି ଜିରୋହମ ପଲିଲୟର ପୁତ୍ର, ପଲିଲୟ ଅମ୍ସିର ପୁତ୍ର, ଅମ୍ସି ଜିଖରିୟର ପୁତ୍ର, ଜିଖରିୟ ପଶହୁରର ପୁତ୍ର, ପଶହୁର ମଲକିଏଲର ପୁତ୍ର। ପୁଣି ଅଦାୟର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ। ଅସ୍ରେଲର ପୁତ୍ର ଅମସୟ, ସେହି ଅସ୍ରେଲ ଅହସୟର ପୁତ୍ର, ସେହି ଅହସୟ ମସିଲେମତର ପୁତ୍ର, ମସିଲେମତ ଇମେରର ପୁତ୍ର। ଆଉ ସେମାନଙ୍କ ଭ୍ରାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହକବୋଲିମର ପୁତ୍ର ସବ୍ଦିଏଲ ସେମାନଙ୍କ ଅଧ୍ୟକ୍ଷ ଥିଲା। ଲେବୀୟମାନଙ୍କ ମଧ୍ୟରୁ ଯଥା ହସୁବର ପୁତ୍ର ସମୟ, ସେହି ହସୁବ ଅସ୍ରିକାମର ପୁତ୍ର, ଅସ୍ରିକାମ ହସବିୟର ପୁତ୍ର, ହସବିୟ ବୁନିର ପୁତ୍ର। ଆହୁରି ଲେବୀୟ ପ୍ରଧାନ ବର୍ଗ ମଧ୍ୟରୁ ଶବ୍ଦଥୟ ଓ ଯୋସାବଦ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ।
ଆଉ ଆସଫର ବଂଶଜାତ ଶବ୍ଦୀର ପୌତ୍ର ମିକାର ପୁତ୍ର ମତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକବୁକିୟ ଦ୍ୱିତୀୟ ଥିଲା। ପୁଣି ଜିଦୁଥୁନ ବଂଶଜାତ ଗାଲଲର ପୌତ୍ର ସମୂହର ପୁତ୍ର ଅବ୍ଦ ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା 284 ଜଣ ଥିଲେ। ଆହୁରି ଦ୍ୱାରପାଳ ଅକ୍କୁବ ଟଲମୋନ ଓ ନଗର ଦ୍ୱାର ସମୂହରେ ପ୍ରହରୀ କର୍ମକାରୀ ସେମାନଙ୍କର ଭ୍ରାତୃଗଣ 172 ଜଣ ଥିଲେ। ପୁଣି ଇସ୍ରାଏଲର ଯାଜକମାନଙ୍କର ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଜିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ। ନଥିନୀୟ ଲୋକମାନେ ଓଫଲରେ ବାସ କଲେ। ଆଉ ସିହ ଓ ଗିସ୍ପ ନଥିନୀୟମାନଙ୍କର ଅଧ୍ୟକ୍ଷ ଥିଲେ। ଆସଫ ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମିକାର ବୃଦ୍ଧ ପ୍ରପୌତ୍ର ମତନୀୟର ପ୍ରପୌତ୍ର ହସବିୟର ପୌତ୍ର ବାନିର ପୁତ୍ର ଉସି ଜିରୁସାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା। ସେ ମଧ୍ୟ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ କଲା, କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା। ଆଉ ଜିହୁଦାର ପୁତ୍ର ସେରହର ବଂଶଜାତ ମସେସବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ ଅର୍ଥାତ୍ କିରିୟତ ଅର୍ବ ଓ ତହିଁର ଉପନଗରରେ, ଦିବୋନ ଓ ତହିଁର ଉପନଗରରେ, ଜିକବସେଲ ଓ ତହିଁର ଗ୍ରାମରେ, ଆଉ ଜେସୁଏରେ, ମୋଲାଦାରେ ଓ ବୈତ ପେଲେଟରେ, ଆଉ ହତ୍ସର ସୁଏଲରେ, ବେର୍ସେବା ଓ ତହିଁର ଉପନଗରରେ, ଆଉ ସିକ୍ଲଗରେ, ମକୋନା ଓ ତହିଁର ଉପନଗରରେ, ଆଉ ଐନରିମୋନରେ, ସରାୟରେ ଓ ଜର୍ମୁତରେ, ସାନହୋ, ଅଦୁଲମ ଓ ତହିଁର ଗ୍ରାମରେ, ଲାଖିସ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହି ରୂପେ ସେମାନେ ବେର୍ସେବାଠାରୁ ହିନମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମିନ୍ ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ ମିକ୍ମସ ଓ ଅୟାରେ, ବୈଥେଲ ଓ ତହିଁର ଉପନଗରରେ, ଅନାଥୋତ, ନୋବୋ ଓ ଅନନିଆରେ, ହାତସୋର, ରାମା, ଗିତଇମରେ, ହାଦିଦ, ସବୋଇମ, ନବଲାଟରେ, ଲୋଦୋ ଓ ଓନୋ ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଜିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମିନ୍ ସହିତ ସଂଯୁକ୍ତ ହେଲେ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 175 ସୋମବାର। ଆଜି ଆମ୍ଭେମାନେ ନେହେମିଆ 8 ପର୍ବ ଠାରୁ 11 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ବହୁ ସଂଖ୍ୟକ ଲୋକ ଛକରେ ଜଳଦ୍ୱାର ନିକଟରେ ଏକତ୍ରିତ ହେଲେ ଓ ମୋଶାଙ୍କ ବ୍ୟବସ୍ଥା ଅଧ୍ୟୟନ କରିବା ନିମନ୍ତେ ସେଠାରେ ଗୋଟିଏ ସଭାର ଆୟୋଜନ କରାଗଲା। ଦ୍ୱିତୀୟ ବିବରଣରେ ଦତ୍ତ ଆଦେଶ ଅନୁସାରେ ଏଜ୍ରା ବ୍ୟବସ୍ଥା ପୁସ୍ତକକୁ ପାଠ କରି ବ୍ୟାଖ୍ୟା କଲେ। ଦ୍ୱିତୀୟ ବିବରଣ 30 ପର୍ବ ତାର 9 ପଦ ଠାରୁ 13 ପଦ। ଆଉ ଏଠାରେ ଆଜ୍ଞା ଦିଆଯାଇଛି ଯେ ପ୍ରତି ସପ୍ତମ ବର୍ଷରେ ଅର୍ଥାତ୍ ମୁକ୍ତି ବର୍ଷର ପତ୍ରକୁଟିର ପର୍ବ ସମୟରେ ବ୍ୟବସ୍ଥା ପୁସ୍ତକକୁ ପାଠ କରିବା ପାଇଁ ସବୁ ଲୋକମାନେ ଏକତ୍ରିତ ହେବେ। ବ୍ୟବସ୍ଥା ଅନୁସାରେ ଯେତେବେଳେ ସେମାନେ କଲେ, ଅନୁଗ୍ରହ ପ୍ରାପ୍ତ ହୋଇ ସମସ୍ତ ପାପ ଓ ଅପରାଧ ନିମନ୍ତେ ଅନୁତାପ କଲେ। ଏହି ଅନୁତାପର ବିଷୟବସ୍ତୁ ଗୁଡ଼ିକ କେବଳ ଇସ୍ରାଏଲ ଇତିହାସର ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଗଣନା ପୁସ୍ତକ, ଜିହୋଶୁୟ, ବିଚାରକର୍ତ୍ତା ସାମୁଏଲ, ରାଜାବଳୀ ଓ ବନ୍ଦିତ୍ୱ ସମୟରୁ ହିଁ ନିଆଯାଇପାରିବ, କାରଣ ସେମାନେ ପ୍ରଥମ ଓ ଦ୍ୱିତୀୟ ବଂଶାବଳୀ ଠାରୁ ଏଜ୍ରା ପର୍ଯ୍ୟନ୍ତ ଅଧ୍ୟୟନ କରିବାରୁ ଏପରି ଅନୁତାପ ସମ୍ଭବ ହୋଇପାରିଥିଲା। ଜର୍ଦ୍ଦନ ନଦୀ ପାରି ହେବା ପୂର୍ବରୁ ଦ୍ୱିତୀୟ ବିବରଣ ସମୟରେ ଦିଆଯାଇଥିବା ଆଦେଶ ଅନୁସାରେ ବର୍ତ୍ତମାନ ସେମାନଙ୍କୁ ନିଷ୍ପତ୍ତି ନେବାକୁ ହେବ। ବର୍ତ୍ତମାନ ଏହା ଆପଣଙ୍କ ପ୍ରତିକ୍ରିୟାର ସମୟ ଅଟେ। ଆପଣ ପରିତ୍ରାଣକୁ ବାଛିବେ ନା ବିଚାରକୁ ବାଛିବେ? ସେମାନେ ଈଶ୍ୱରଙ୍କ ବାକ୍ୟ ସମ୍ମୁଖରେ ନିଷ୍ପତ୍ତି ନେଲେ। ଆମେ ଚତୁଃପାର୍ଶ୍ୱସ୍ଥ କୌଣସି ଦେଶୀୟ ସ୍ତ୍ରୀକୁ ବିବାହ କରିବୁ ନାହିଁ। ଆମେ ବିଶ୍ରାମ ବାରରେ କୌଣସି କର୍ମ କରିବୁ ନାହିଁ। ଆମେ ଜୋବେଲ ବର୍ଷକୁ ପାଳନ କରିବୁ। ଆମେ ମନ୍ଦିରର କର ଦେବୁ ଓ ମନ୍ଦିରକୁ କାଷ୍ଠ ଯୋଗାଇ ଦେବୁ। ଲେବୀୟମାନଙ୍କର ଜୀବିକା ନିମନ୍ତେ ସମସ୍ତ ଆବଶ୍ୟକୀୟ ବସ୍ତୁ ଯୋଗାଇ ଦେବା ନିମନ୍ତେ ସମାଜ ନିଷ୍ପତ୍ତି ନେଲେ। ଆମେ ମନ୍ଦିରକୁ ପରିଷ୍କାର ତଥା ନିର୍ମଳ ରଖିବୁ ଇତ୍ୟାଦି ଇତ୍ୟାଦି। ଏହି ସମସ୍ତ କର୍ତ୍ତବ୍ୟ କର୍ମ ପ୍ରତି ସର୍ବସହମତି କ୍ରମେ ସେମାନଙ୍କର ନାମ ତାଲିକାଭୁକ୍ତ କଲେ ଓ ଦସ୍ତଖତ ଦ୍ୱାରା ତାହାକୁ ମୁଦ୍ରାଙ୍କ କଲେ।
ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର। ଆହା, ଏହା କି ଆଶୀର୍ବାଦର ବିଷୟ ଅଟେ। ପଠିତ ଶାସ୍ତ୍ରାଂଶରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।